ସୁଦୂରରୁ ସଦର ଅପହଞ୍ଚ ଅଞ୍ଚଳର ସ୍ୱର ଉତ୍ସବ ମହୋତ୍ସବ ସଭା ସମିତି ସମାରୋହ ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ପୁରୀ ଜିଲ୍ଲା ସମ୍ପର୍କରେ ତଥ୍ୟ ଦେଇଛନ୍ତି ଆମ ପୁରୀ ସମ୍ବାଦଦାତା ସୌମିତ୍ର ରଞ୍ଜନ ହରିଚନ୍ଦନ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ପୁରୀ ବଗଲା ଧର୍ମଶାଳା ପରିସରରେ ଭାରତୀୟ ମଜଦୁର ସଂଘର એકବିଂଶତମ ଜାତୀୟ ସମ୍ମିଳନୀ 3 ଦିନ ବ୍ୟାପୀ ଅନୁଷ୍ଠିତ ହୋଇଥିଲା। ସମ୍ମିଳନୀରେ 28ଟି ରାଜ୍ୟ 4ଟି କେନ୍ଦ୍ରଶାସିତ ଅଞ୍ଚଳରୁ 42ଟି ଶିଳ୍ପ ମହାସଂଘର ପ୍ରତିନିଧିତ୍ୱ କରୁଥିବା 2500ରୁ ଅଧିକ ପ୍ରତିନିଧି ଏବଂ ବିଦେଶର 38 ଜଣ ପ୍ରତିନିଧି ଅଂଶଗ୍ରହଣ କରିଥିଲେ। କେନ୍ଦ୍ର ଶ୍ରମ ଓ ନିଯୁକ୍ତି ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡବ୍ୟ ସମ୍ମିଳନୀକୁ ଉଦ୍ଘାଟନ କରି କହିଥିଲେ, श्रम शक्ति राष्ट्र निर्माण में अपनी महत्वपूर्ण भूमिका रखती है। ऐसे श्रम शक्ति के हितों के लिए काम करने वाला देश का सबसे बड़ा श्रम ऑर्गेनाइजेशन यानी कि भारतीय मजदूर संघ की 21वीं त्रिदिवसीय त्रिवार्षिक सम्मेलन में मुझे उपस्थित रहने का अवसर मिला। 3 दिन में श्रमिक के कल्याण के बारे में विचार विमर्श करा जाएगा। ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ, भारतीय मजदूर संघ को धन्यवाद देवी, राष्ट्रीय नेतृत्व को धन्यवाद देवी। पवित्र गोवर्धन पीठ श्रीक्षेत्र रे पुरी रे एथर सेमाने तांकर 21तम राष्ट्रीय अधिवेशन को आयोजन करथिबारु भारत आज दुनियार एक शक्तिशाली अर्थनीति भावे ठिया है। ये अर्थनीति को यही स्तर को पहुँचेबारे भारतर श्रम शक्तिर बहुत बड़ भूमिका है। श्रमिक भाई भौणी मानकु ये एते बड़ अर्थनैतिक शक्ति भावे उभा होइथिबारु कृतज्ञता जनाउछि। सेमानक परिश्रम बलरे, सेमानकर देशप्रेम बलरे, सेमानकर कौशल्य बलरे आज देशर अर्थनीति यही जगह पहुँची। दुनिया बदलुछि, समय अनुसार दुनिया भी बदलुछि, श्रमिक मानकर काम करिवार स्वभाव भी बदलुछि। भारत सरकार शिक्षा विभाग दायित्वधारी भावे मु जो नुआ जातीय शिक्षा नीति क्रियान्वयन होउछि अनुसार भारत वर्षर श्रमिक शक्ति को अनेक सुधार सह जोड़िबा। 2026-27 ବର୍ଷ ପାଇଁ ଶ୍ରୀମନ୍ଦିର ପ୍ରଶାସନ 5ଟି ପଞ୍ଜିକାକୁ ଅନୁମୋଦନ ଦେଇଥିବା ବେଳେ ନିର୍ଭୁଲ ଓ ତ୍ରୁଟିଶୂନ୍ୟ ଦିବସରେ ପର୍ବପର୍ବାଣୀ ପାଳନ ପାଇଁ ନିଷ୍ପତ୍ତି ନିଆଯାଇଥିଲା। ମୁକ୍ତିମଣ୍ଡପ ପଣ୍ଡିତ ସଭା, ପୂଜାପଣ୍ଡା ନିଯୋଗ ସମେତ ସେବାୟତ ପ୍ରତିନିଧି ଓ ପଞ୍ଜିକା ପ୍ରକାଶନ ସଂସ୍ଥାମାନଙ୍କ ସହ ପାଣ୍ଡୁଲିପି ଅନୁସାରେ ନିର୍ବିବାଦୀୟ ଦିନାଙ୍କ ନେଇ ସବିଶେଷ ଆଲୋଚନା କରାଯାଇ ଅନୁମୋଦନ କରାଯାଇଛି ବୋଲି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡକ୍ଟର ଅରବିନ୍ଦ ପାଢ଼ୀ କହିଥିଲେ। ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଯେଉଁ ପ୍ରକାଶନ ସଂସ୍ଥା ଗୁଡ଼ିକ ପାଞ୍ଜି ପ୍ରକାଶନ କରୁଛନ୍ତି ତାଙ୍କର ପାଣ୍ଡୁଲିପି ଦାଖଲ କରିଥିଲେ, ତା ଉପରେ ଭାବରେ ଆଲୋଚନା କରାଯାଇଛି। ପାଞ୍ଜି ଏବଂ କ୍ୟାଲେଣ୍ଡରର ତଥ୍ୟ କିଭଳି ଭାବରେ ନିର୍ଭୁଲ, ସଠିକ ଏବଂ ତ୍ରୁଟିଶୂନ୍ୟ ହେବ ଏବଂ ଭକ୍ତ ଏବଂ ଶ୍ରଦ୍ଧାଳୁଙ୍କର ଭାବାବେଗକୁ ଆମେ ସମ୍ମାନ ଦେବା, ତା ଉପରେ ବିସ୍ତୃତ ଭାବରେ ଆଲୋଚନା ହେଇଛି। ବିଗତ ଦିନରେ ପାଣ୍ଡୁଲିପି ଯେଉଁ ପ୍ରସ୍ତୁତ ହେଇଥିଲା ତାକୁ ଆମ ଶ୍ରୀମନ୍ଦିର ନୀତି ପ୍ରଶାସକ ସ୍ତରରେ ତାର ତର୍ଜମା କରାଯାଇଥିଲା ଏବଂ କେତୋଟି ନିର୍ଦ୍ଦିଷ୍ଟ ତିଥି ପାଇଁ ଯାହା ବି ଆମର ଅଧିକ ତର୍ଜମା କରିବାର ଆବଶ୍ୟକତା ଥିଲା ସେଥି ଉପରେ ମୁକ୍ତିମଣ୍ଡପ ପଣ୍ଡିତ ସଭାର ପଣ୍ଡିତମାନେ, ପୂଜାପଣ୍ଡା ନିଯୋଗର ବରିଷ୍ଠ ସଦସ୍ୟ, ତଢ଼ଉକରଣ କମାଣ୍ଡର, ଛତିଶା ନିଯୋଗର ନାୟକ, ଦେଉଳ ପୁରୋହିତ, ଦୈତାପତି ନିଯୋଗ ବରିଷ୍ଠ ସେବାୟତ ବନ୍ଧୁମାନେ, ମନ୍ଦିର ଜ୍ୟୋତିଷ ଏବଂ ସମସ୍ତ ପଣ୍ଡିତ ବର୍ଗ ଉପସ୍ଥିତ ଥିଲେ। ଏବେ କିଛି ସମ୍ବାଦ ସଂକ୍ଷେପରେ ଆମ ସମ୍ବାଦଦାତାଙ୍କ ଠାରୁ। ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ 6 ଦିନିଆ ଓଡ଼ିଶା ଗସ୍ତରେ ଆସିଥିବା ବେଳେ ପୁରୀ ଗସ୍ତ କରି ନିଜ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତୀର୍ଥକ୍ଷେତ୍ର ଶ୍ୱେତଗଙ୍ଗାରେ ପିଣ୍ଡଦାନ କରିବା ସହ ଶ୍ରୀମନ୍ଦିର ଯାଇ ଶ୍ରୀଜୀଉଙ୍କୁ ଦର୍ଶନ ଲାଭ କରିଥିଲେ। ଶ୍ରୀମନ୍ଦିରରେ ଦର୍ଶନ ପରେ ରାଷ୍ଟ୍ରପତିଙ୍କୁ ମହାପ୍ରଭୁଙ୍କ ଲାଗି ଖଣ୍ଡୁଆ, ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଉପହାର ପ୍ରଦାନ କରାଯାଇଥିଲା। ଓଡ଼ିଶା ସରକାରଙ୍କ ପଞ୍ଚାୟତରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ବିକଶିତ ଗାଁ ଓ ବିକଶିତ ଓଡ଼ିଶା ମାଧ୍ୟମରେ ନିମାପଡ଼ା ନିର୍ବାଚନ ମଣ୍ଡଳୀର ବଡ଼ ଶିରୁଳିବିଳା ପଞ୍ଚାୟତ ଓ ଭୋଗ ଶାଳଦା ପଞ୍ଚାୟତ ଅଞ୍ଚଳରେ ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା। ପୁରୀ ଜିଲ୍ଲାରେ ଜନଗଣନା ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଜନଗଣନା ନେଇ ଅଧିକାରୀ ଓ କର୍ମଚାରୀମାନଙ୍କ ନିଯୁକ୍ତି, ଜନଗଣନା ସମ୍ପର୍କରେ ସେମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ ସମ୍ପର୍କରେ ସୂଚନା, ମାଷ୍ଟର ଟ୍ରେନର, ସୁପରଭାଇଜରମାନଙ୍କୁ ପ୍ରଶିକ୍ଷଣ, ଗୃହ ସର୍ଭେ, ଜୋନ୍ ଅନୁସାରେ ଗଣନାକାରୀଙ୍କୁ ଦାୟିତ୍ୱ ଇତ୍ୟାଦି ସମ୍ପର୍କରେ ସବିଶେଷ ଆଲୋଚନା କରାଯାଇଥିଲା। ସାଇକେଲ ଚାଳନା ମାଧ୍ୟମରେ ସୁରକ୍ଷିତ ତଟ ସମୁଦ୍ର ଭାରତ ବାର୍ତ୍ତା ନେଇ CISF ପକ୍ଷରୁ ସଚେତନତା ରାଲି ଗତ ଜାନୁଆରୀ 28 ତାରିଖରେ ପଶ୍ଚିମବଙ୍ଗ ବଖାଲିରୁ ବାହାରିଥିବା ବେଳେ ଏହି କୋଷ୍ଟାଲ ସାଇକ୍ଲୋଥୋନ୍ ରାଲିକୁ ଅର୍କକ୍ଷେତ୍ର କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚଠାରେ ସ୍ୱାଗତ କରାଯାଇଥିଲା। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ରାୟଗଡ଼ା ଜିଲ୍ଲା ସମ୍ପର୍କରେ।